କାଲି କେତେ ଲୋକ ଆସୁଛନ୍ତି, କେତେ ନେତା এই সংকল্প যাত্রায় সামিল হচ্ছেন সেতে গোটা মেসেজ ମଧ୍ୟ ମିଳିବ। କିନ୍ତୁ ସେଇଟା ବଡ଼ କଥା ନୁହେଁ। ସବୁଠୁ ବଡ଼ କଥା ହେଉଛି ଯେ କଂଗ୍ରେସ ଯେଉଁ ଅବସ୍ଥାରେ ଓଡ଼ିଶାରେ ଅଛି, ଦଳକୁ ତଳୁ ଉଠେଇବାକୁ ହେଲେ ଗୋଟା ବହୁତ ଧରଣ ଦରକାର, ବହୁତ ୟୁନିଟ୍ ଦରକାର। କିନ୍ତୁ ଦଳ ଭିତରେ ଯେଉଁ ଗୋଷ୍ଠୀ ବିବାଦ ଅଛି ତାର ପୁରା ଅବସାନ ହେଇଯାଏନି। ଯଦି ସେ କହୁଛନ୍ତି ସବୁ ଗୋଷ୍ଠୀ ନେତାମାନଙ୍କୁ ସେ ଭେଟିବେ, କିନ୍ତୁ ଆର ଗୋଟେ ପ୍ରଭାବ ତାଙ୍କ ଆଭିମୁଖ୍ୟରେ ଗୋଟେ ବଡ଼ ପ୍ରଭାବ କଂଗ୍ରେସ ଛାଡ଼ି ଚାଲିଯାଇଥିବା ନେତାମାନେ ଯେଉଁମାନେ ବିଜେଡ଼ିକୁ ଚାଲି ଯାଇଛନ୍ତି ସେମାନଙ୍କ ଉପରେ ପଡ଼ିବା ଆରମ୍ଭ ହୋଇଛି। ଭକ୍ତ ଦାସ ପାଇଁକି ଆଉ ଗୋଟେ ଆଡ଼ଭାଣ୍ଟେଜ୍ ହେଇପାରେ ଯେ ବିଜେଡ଼ି ଯେହେତୁ ଏଠି କ୍ଷମତାରେ ନାହିଁ, ତାଙ୍କର ଯେହେତୁ ବିଚାର ଆଧାର ଉପରେ ସେ ବିଜେପିକୁ ଟାର୍ଗେଟ୍ କରି କଥାବାର୍ତ୍ତା କରିବେ, ଯେଉଁଟା ଜାତୀୟ ଆଧାର ତାଙ୍କର। ଭକ୍ତଚରଣ ଦାସ ପ୍ରଦେଶ କଂଗ୍ରେସ କମିଟିର ସଭାପତି ହେଇଯିବା ଏବଂ ସଭାପତି ହେଲା ପରେ ସେ ଯେଉଁ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି, ସର୍ବକ୍ଷମା ଯୋଜନା, ଯିଏ କଂଗ୍ରେସରୁ ଯେତେବେଳେ ନିଲମ୍ବିତ ସସ୍ପେଣ୍ଡ ହେଇଛନ୍ତି ସମସ୍ତେ ଦଳ ଭିତରକୁ ଆସିବେ। କେବଳ ସେତିକି ନୁହେଁ, ଦଳର ଯେଉଁ ନେତାମାନେ କଂଗ୍ରେସ ନେତା, ପୁରୁଣା କଂଗ୍ରେସ ନେତା ଯେଉଁମାନେ ଦଳ ଛାଡ଼ି ଚାଲି ଯାଇଛନ୍ତି ସେମାନେ ଦଳକୁ ଫେରନ୍ତୁ ବୋଲି ସେ ଚାହୁଁଛନ୍ତି। ସେ ଦୃଷ୍ଟିରୁ ମଧ୍ୟ ସମାଜ ସାଥୀ ସେ ଭେଟିବେ ବୋଲି କହୁଛନ୍ତି। ଏମିତି ସବୁ ଜିଲ୍ଲାକୁ ଯାଇ ଯେଉଁମାନେ କଂଗ୍ରେସ ପରିବାର ଥିଲେ, କଂଗ୍ରେସ ଥିଲେ କିନ୍ତୁ ବହୁତ ଦିନ ଆଉ କଂଗ୍ରେସରେ ନାହାନ୍ତି, ହୁଏ ତାଙ୍କ ପିଲାମାନେ କେଉଁଠି ଯାଇ ବିଜେଡ଼ିରେ ପହଞ୍ଚିଲେଣି, ସେ ପରିବାରକୁ ଯିବେ ବୋଲି ମଧ୍ୟ କହିଛନ୍ତି। ଏଇ କଥା ବାର୍ତ୍ତା ଦେବା ଫଳରେ କ'ଣ ହେଇଛି ଏବଂ କାଲି ତାଙ୍କର ସେ କାଲି ପହଞ୍ଚନ୍ତି, କାଲି ପୁରୀ ଭୁବନେଶ୍ୱରରେ ପହଞ୍ଚିଲା ପରେ ତାଙ୍କର ଗୋଟେ ସଂକଳ୍ପ ଯାତ୍ରା ଆରମ୍ଭ କରୁଛନ୍ତି। ସଂକଳ୍ପ ଯାତ୍ରା ପୁରୀ ଅଭିମୁଖେ। ଏ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ମୁଁ ଏକ୍ଜାକ୍ଟଲି କହିପାରିବିନି କାହିଁକି ସଂକଳ୍ପ ପୁରୀ ଯାତ୍ରା, କାରଣ ଭୁବନେଶ୍ୱରରୁ ପୁରୀ ଏହା ଭିତରେ ଗୋଟେ ବଡ଼ କଥା। ଓଡ଼ିଶାରେ ଯେଉଁମାନେ ରାଜନୀତି କରିବେ, ରାଜନୀତି କରୁଛନ୍ତି, ତାଙ୍କର ଗୋଟେ ଶୁଭାରମ୍ଭ ପୁରୀରୁ ଜଗନ୍ନାଥଙ୍କଠୁ ଆରମ୍ଭ କରିବା ଗୋଟେ ବିଧି ବ୍ୟବସ୍ଥା ରହିଛି, ସେହି ହିସାବରେ ସେ କରୁଥାନ୍ତି। ଅନେକ ହୁଏତ ଆଗ ଦାୟିତ୍ୱ ନେଇକି ଆଗ ଜଗନ୍ନାଥଙ୍କୁ ଦର୍ଶନ କରିଦିଏ, ତାପରେ କାମ। କିନ୍ତୁ ଏ ସିଧାସଳଖ ଭାବରେ ଯେଉଁଦିନ ପହଞ୍ଚିବେ ସେଦିନ କଂଗ୍ରେସ ଦଳକୁ ଅର୍ଗାନାଇଜ୍ କରିକି ଗୋଟେ ସଂକଳ୍ପ ଯାତ୍ରାରେ ପୁରୀରୁ ଭୁବନେଶ୍ୱର ଯିବେ। ଇଏ 3 ଦିନିଆ ଯାତ୍ରା। ପୁରୀରୁ ଭୁବନେଶ୍ୱର ବାଟରେ ଦିନ ରହିବେ, ଶେଷରେ ଯାଇକି ଜଗନ୍ନାଥ ଦର୍ଶନ କଲା ପରେ ଆସିବେ, ତାପରେ କାମ ଆରମ୍ଭ କରିବେ। କିନ୍ତୁ ଏଇ ସଂକଳ୍ପ ଯାତ୍ରା ସମୟରେ ଚେଷ୍ଟା କରୁଛନ୍ତି ଯେତେ ଅଧିକା ଲୋକ, ଏଥିରେ ସବୁ ଦାୟିତ୍ୱ ବଣ୍ଟା ହୋଇଯାଇଛି, ବିଭିନ୍ନ ଜିଲ୍ଲାକୁ ଦାୟିତ୍ୱ ଦିଆହେଇଛି। କେଉଁ ଜିଲ୍ଲା କେତେ ବାଟ ଯିବ, ସମସ୍ତେ ପୁରା ଏମୁଣ୍ଡ ସେମୁଣ୍ଡ ଯାଇପାରନ୍ତି, କିଏ କେଉଁ ଜାଗା ଯିବ, ଏଇ ହିସାବରେ କରାହେଉଛି। କିନ୍ତୁ କାଲି କେତେ ଲୋକ ଆସୁଛନ୍ତି, କେତେ ନେତା এই সংকল্প যাত্রায় সামিল হচ্ছেন সেতে গোটা মেসেজ ମଧ୍ୟ ମିଳିବ। କିନ୍ତୁ ସେଇଟା ବଡ଼ କଥା ନୁହେଁ। ସବୁଠୁ ବଡ଼ କଥା ହେଉଛି ଯେ କଂଗ୍ରେସ ଯେଉଁ ଅବସ୍ଥାରେ ଓଡ଼ିଶାରେ ଅଛି, ଏହାର ଭୋଟ ଆଧାର 12% 5 ବା 13% ଭୋଟ ଭିତରେ ଭୋଟ ଆଧାର। ଓଡ଼ିଶାର ବିଧାନସଭାରେ 80% ସ୍ଥାନରେ ବିଧାନସଭା ପ୍ରାର୍ଥୀମାନଙ୍କର ଅମାନତ ବି ନାହିଁ, ବେଶୀଭାଗ ଜାଗାରେ ଅମାନତ ନାହିଁ। ଲୋକସଭାରେ ତ 2-3 ଛାଡ଼ିଦେଲେ ଆଉ ସବୁଠୁ କେଉଁଠି ଅମାନତ ନାହିଁ। ଏଭଳି ସ୍ଥିତିରେ ଦଳକୁ ତଳୁ ଉଠେଇବାକୁ ହେଲେ ଗୋଟେ ବହୁତ ଧରଣ ଦରକାର, ବହୁତ ୟୁନିଟ୍ ଦରକାର। କିନ୍ତୁ ଦଳ ଭିତରେ ଯେଉଁ ଗୋଷ୍ଠୀ ବିବାଦ ଅଛି ତାର ପୁରା ଅବସାନ ହେଇଯାଏନି। ଯଦି ସେ କହୁଛନ୍ତି ସବୁ ଗୋଷ୍ଠୀ ନେତାମାନଙ୍କୁ ସେ ଭେଟିବେ, ତାଙ୍କର ନିଜର କିଛି ଅଭିଳାଷ ନାହିଁ, ମୁଖ୍ୟମନ୍ତ୍ରୀ କଥା ନୁହେଁ, ସେ ସମସ୍ତଙ୍କୁ ଯିବେ, ସବୁ ନେତାଙ୍କୁ ଭେଟିବେ, ସମସ୍ତଙ୍କୁ ସମ୍ମାନ ଦେବେ ଏବଂ ସମସ୍ତଙ୍କୁ ଭେଟିବେ, ଏକଥା ସେ କହୁଛନ୍ତି। କିନ୍ତୁ ଯେଉଁ ନେତାମାନେ ଭାବୁଛନ୍ତି ଭକ୍ତଚରଣ ଦାସ ହେବା ଫଳରେ ସେମାନଙ୍କର ରାଜନୈତିକ ଭବିଷ୍ୟତ ମଧ୍ୟ ଆଉ ଆଗକୁ ଯିବାର ସମ୍ଭାବନା ନାହିଁ। କାରଣ ଭକ୍ତଚରଣ ଦାସ ଏଠି ଦଳ ଭିତରେ ଏଠି ଭୁବନେଶ୍ୱର ଗୋଷ୍ଠୀ ବିବାଦରେ ନଥିଲେ ମଧ୍ୟ ତାଙ୍କୁ କେନ୍ଦ୍ର କରି ଯେଉଁମାନେ ଭାବୁଛନ୍ତି ତାଙ୍କର ଆଗକୁ ବଢ଼ିବାର ସମ୍ଭାବନା ନାହିଁ, ସେମାନେ ନିଶ୍ଚିତ ଭାବରେ ଅସୁଖୀ ଅଛନ୍ତି। କିନ୍ତୁ ୟାର ପ୍ରଭାବ କିଛି ଯୁବକମାନଙ୍କ ଉପରେ ପଡ଼ିବ ବୋଲି ମୁଁ ଭାବୁନି। କିନ୍ତୁ ଆର ଗୋଟେ ପ୍ରଭାବ ତାଙ୍କ ଆଭିମୁଖ୍ୟରେ ଗୋଟେ ବଡ଼ ପ୍ରଭାବ କଂଗ୍ରେସ ଛାଡ଼ି ଚାଲି ଯାଇଥିବା ନେତାମାନେ ଯେଉଁମାନେ ବିଜେଡ଼ିକୁ ଚାଲି ଯାଇଛନ୍ତି ସେମାନଙ୍କ ଉପରେ ପଡ଼ିବା ଆରମ୍ଭ ହୋଇଛି। ମୁଁ ଲକ୍ଷ୍ୟ କରୁଛି ସେମାନେ ଭିତରୁ କେତେଜଣ ଅଲରେଡ଼ି କହିସାରିଲେଣି। ଯେମିତି ଆପଣ ଦେଖିବେ ପ୍ରଫୁଲ୍ଲ ମାଝୀ ହୁଅନ୍ତୁ, ଡକ୍ଟର ପ୍ରଫୁଲ୍ଲ ମାଝୀ ହୁଅନ୍ତୁ, ଇଭିନ୍ ଯାହା ଭୂପେନ୍ଦର ସିଂଙ୍କର ଗୋଟେ ସେ ଏକାଠି ସେ ଥିଲେ ତା ନୁହଁ, କିନ୍ତୁ ସେମାନେ ବର୍ତ୍ତମାନ ଭାବୁଛନ୍ତି ଯେଉଁମାନେ ବିଜେଡ଼ି ଭିତରେ ମାନେ ଅନିଶ୍ଚିତ, ଇଭିନ୍ ଗଞ୍ଜାମ ଜିଲ୍ଲାରେ ମଧ୍ୟ ବି ଯେଉଁ ନେତାମାନେ ବିଜେଡ଼ି ଛାଡ଼ିକି ଯାଇକି କଂଗ୍ରେସ ଛାଡ଼ିକି ଯାଇ ବିଜେଡ଼ିର ନେତା ହେଇଥିଲେ, ପ୍ରାର୍ଥୀ ହେଇଥିଲେ, ସେମାନେ ବି ଅନୁଭବ କରୁଛନ୍ତି ଯେ ଆ ଭିତରେ ସେମାନଙ୍କ ଭବିଷ୍ୟତ କ'ଣ, ୟା ଭିତରେ ସେମାନଙ୍କ ଭବିଷ୍ୟତ ଯଦି ସୁରକ୍ଷିତ କେତେ ଦୂର ଭାବିକି ସେମାନେ ନେବେ। କିନ୍ତୁ ତାଙ୍କ ପାଇଁ ଗୋଟେ ବିକଳ୍ପ ଭାବରେ କଂଗ୍ରେସ ଆସୁଛି ଏବଂ ଭକ୍ତ ଦାସ ସେଇଭଳି ଗୋଟେ ବାତାବରଣ ସୃଷ୍ଟି କରିଛନ୍ତି। ଏବଂ ସମସ୍ତଙ୍କ ପ୍ରତି ତାଙ୍କର ଗୋଟିଏ ବଡ଼ କଥା ସେ କହୁଛନ୍ତି
ଅସଲ କଥା ସମ୍ମାନ। ଗୋଟା କଥା ହେଉଛି ଭକ୍ତ ଦାସ ପାଇଁକି ଆଉ ଗୋଟେ ଆଡ଼ଭାଣ୍ଟେଜ୍ ହେଇପାରେ ଯେ ବିଜେଡ଼ି ଯେହେତୁ ଏଠି କ୍ଷମତାରେ ନାହିଁ, ବିଜେଡ଼ି ଗୋଟେ ଆଞ୍ଚଳିକ ଦଳ, ରାହୁଲ ଗାନ୍ଧୀ ଯେଉଁ ଚଳେଇଛନ୍ତି ଭାରତବର୍ଷରେ ଅଭିଯାନ ଚଳାଉଛନ୍ତି, ଯେଉଁ କଥା କହୁଛନ୍ତି ରାହୁଲ ଗାନ୍ଧୀ ତାଙ୍କର ନେତା, ଯେଉଁ ବିଚାର ଆଧାରରେ ଯେ ବିଜେପିର ଗୋଟିଏ ଆର୍ଏସ୍ଏସ୍ର ଗୋଟିଏ ବିଚାର, କଂଗ୍ରେସର ଆଉ ଗୋଟିଏ ବିଚାର, ଏଇ ଦୁଇ ବିଚାର ଭିତରେ ଭାରତବର୍ଷରେ ଲଢ଼େଇ ହେଉଛି। ଦେଖନ୍ତୁ ଓଡ଼ିଶାରେ ବିଜେପି କ୍ଷମତାରେ ଆସିଯାଇଛି, ବିଜେଡ଼ି କ୍ଷମତାରେ ନାହିଁ। ତେଣୁ ତାଙ୍କର ଯେଉଁ ଅଭିଯାନ ହେବ ସେ ଖାଲି ବିଜେଡ଼ି, ଏବେ ମଧ୍ୟ ବିଜେପି ଦ୍ୱାରା ପରିଚାଳିତ, ଏକଥା କହିବେ ସିନା, କିନ୍ତୁ ଆଉ ସିଧାସଳଖ ବିଜେଡ଼ିକି ଆକ୍ରମଣ କରିବା କମିବ ନିଶ୍ଚୟ। ତାଙ୍କର ଯେହେତୁ ବିଚାର ଆଧାର ଉପରେ ସେ ବିଜେପିକୁ ଟାର୍ଗେଟ୍ କରି କଥାବାର୍ତ୍ତା କରିବେ, ଯେଉଁଟା ଜାତୀୟ ଆଧାର ତାଙ୍କର। ତେଣୁ ଏଇଟା ଗୋଟେ ସୁଯୋଗ ତାଙ୍କୁ ଦେଇପାରେ, ଯେଉଁମାନେ ବିଜେପି ଆଧାରରେ, କଂଗ୍ରେସ ଆଧାର ନୂଆ କଥାରେ ଟିକେ ପ୍ରଭାବିତ ହେବେ, ସେମାନେ ହୁଏତ ଆସିବେ। ତେଣୁ ଏଇଗୁଡ଼ା ସୁଯୋଗ ତାଙ୍କ ପାଇଁ ମଧ୍ୟ ଅଛି ଓଡ଼ିଶାରେ, କିନ୍ତୁ ସେ କେଦୂର କରିପାରିବେ। କାରଣ ଭକ୍ତଚରଣ ଦାସଙ୍କର ପୃଷ୍ଠଭୂମି ଖୁବ୍ ଭଲ, ପୃଷ୍ଠଭୂମି ଭଲ, ବହୁତ ସିନିୟର ଲୋକ, ବହୁତ ଦିନ ରାଜନୀତି କଲେଣି, 3 ଥର ଲୋକସଭାକୁ ଯାଇଛନ୍ତି, ବିଧାନସଭାକୁ ଆସିଛନ୍ତି, ବିଜୁ ପଟ୍ଟନାୟକ ପାଖରେ କାମ କରିଛନ୍ତି, ଜୟପ୍ରକାଶ ନାରାୟଣଙ୍କ ସହିତ କାମ କରିଛନ୍ତି, ଚନ୍ଦ୍ରଶେଖରଙ୍କର ଅତି ଘନିଷ୍ଠ ଥିଲେ ଏବଂ କଂଗ୍ରେସ ଦଳରେ ରାହୁଲ ଗାନ୍ଧୀଙ୍କର ବର୍ତ୍ତମାନ ଜଣେ ବିଶ୍ୱସ୍ତ ଭାବରେ କାମ କରୁଛନ୍ତି। ସେହି ହିସାବରେ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ଦାୟିତ୍ୱ ଦିଆହେଇଛି। କଥା ହେଉଛି ତାଙ୍କର ଏ ଅଭିଜ୍ଞତା ସତ୍ତ୍ୱେ ଗତ କେତେ ବର୍ଷ ହେଲା ଆପଣ ଦେଖିବେ, ଯଦି ଅନେକ ବର୍ଷ ହେଲା ସେ ବିଶ୍ୱସାର ଲୋକସଭା ଗଲା ଦିନଠୁ ଗଲା ନିର୍ବାଚନରେ ପାର୍ଲାମେଣ୍ଟ କ୍ୟାମ୍ପେନ୍ କମିଟିର ଅଧ୍ୟକ୍ଷ ହୋଇଥିଲେ ମଧ୍ୟ ଓଡ଼ିଶା ରାଜନୀତିରେ ବହୁତ ଦିନ ହେଲା ପ୍ରତ୍ୟେକ ଅଞ୍ଚଳ ସହିତ ତାଙ୍କ ସମ୍ପର୍କ ନାହିଁ। କେବଳ କଳାହାଣ୍ଡି ଜିଲ୍ଲାରେ ଅଛି, କିଛି ପରିମାଣରେ କନ୍ଧମାଳ ଜିଲ୍ଲାରେ ହୁଏତ ଥାଇପାରେ। କଳାହାଣ୍ଡି, ନୂଆପଡ଼ା ଏବଂ କିଛି ପରିମାଣରେ କନ୍ଧମାଳ, କିନ୍ତୁ ଓଡ଼ିଶାର ଉପକୂଳ ଓଡ଼ିଶାରେ ଯେଉଁଟା ଅସଲ ଓଡ଼ିଶା ରାଜନୀତି ବଦଳାଇବା ପାଇଁ ଯେଉଁଟା ସବୁଠୁ ବଡ଼ କେନ୍ଦ୍ର, ସେ ଅଞ୍ଚଳରେ ତାଙ୍କର ସେହି ଧରଣର ଯୋଗାଯୋଗ ନାହିଁ। କାରଣ ବହୁତ ଦିନ ହେଲା ଓଡ଼ିଶା ରାଜନୀତିରେ ସିଏ ଆରମ୍ଭ କରିଥିଲେ, ରାଜନୀତି ଆନ୍ଦୋଳନ ଭିତରୁ ରାଜନୀତି ଆରମ୍ଭ କରିଥିଲେ, ଆପଣ ଜାଣିଛନ୍ତି। ଏବଂ କଳାହାଣ୍ଡି କି ଯେଉଁ ଭୋକର ଭୂଗୋଳ କହିକି ଭାରତବର୍ଷରେ ସେଠି ଅନାହାର ମୃତ୍ୟୁ ଏ ସଂକ୍ରାନ୍ତରେ ସର୍ବାଧିକ ଆନ୍ଦୋଳନ କରିବା ଲୋକ ସିଏ, ଯେଉଁଥିପାଇଁ ମଧ୍ୟ ସେ ଗୋଟେ ସମୟରେ ଅଲମୋଷ୍ଟ ସ୍ୱାଧୀନ ସଦସ୍ୟ ଭାବରେ ମଧ୍ୟ ଲୋକସଭାକୁ ନିର୍ବାଚିତ ହୋଇଥିଲେ, ସେ ଶକ୍ତି ତାଙ୍କର ଥିଲା। କିନ୍ତୁ ୟା ଭିତରେ ଯଦି ଦେଖିବେ ଆପଣ, ଏତେ ବର୍ଷ ଭିତରେ ଓଡ଼ିଶାର ସବୁ ଜିଲ୍ଲା ସହିତ ତାଙ୍କର ସମ୍ପର୍କ ସେତିକିଟା ନାହିଁ। ତାଙ୍କୁ ସେ ସାହି କହୁଛନ୍ତି ସବୁ ଜିଲ୍ଲାକୁ ଯିବେ, ସବୁ ଅଞ୍ଚଳକୁ ସେ ଯିବେ। ଯେଠି ଗଲା ପରେ କ'ଣ ରେସ୍ପନ୍ସ ହେଉଛି ଦେଖିଲା ପରେ ମୁଁ କହିବି, କିନ୍ତୁ ବର୍ତ୍ତମାନ ଯଦି କହିବେ ତାଙ୍କ ପ୍ରତି ସବୁ ଅଞ୍ଚଳରେ ଯେ ସମର୍ଥନ ଅଛି, ତାହା ବି ଆପଣ କହିପାରିବେନି। ନାହିଁ ତ ଆଉ ତାଙ୍କୁ ନୂଆ କରି ଗଢ଼ିବାକୁ ପଡ଼ିବ। କଂଗ୍ରେସ ଅଛି, କଂଗ୍ରେସ ଥାଇପାରେ, କଂଗ୍ରେସ ଲୋକ ତାଙ୍କ ପାଇଁ ସେତିକି ଆତ୍ମବିଭୋର ହୋଇ କାମ କରିବେ ନା ନାହିଁ। ମୁଁ କହିଲି ବହୁତ ଦିନ ରାଜ୍ୟ ନେତୃତ୍ୱ ସହିତ ସେ ନଥିଲେ, ରାଜ୍ୟ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଫ୍ରଣ୍ଟ ଲାଇନ୍ ଆପଣ ଦେଖୁନଥିଲେ, ଯଦିଓ ଜାତୀୟ ସ୍ତରରେ ଏଆଇସିସିରେ ବିଭିନ୍ନ ରାଜ୍ୟର ପ୍ରଭାରୀ ହେଉଥିଲେ, କିନ୍ତୁ ଓଡ଼ିଶା କଂଗ୍ରେସର ଆକ୍ଟିଭିଟିଜରେ ସେ କମ୍ ଦେଖାଯାଉଥିଲେ। ସେହି ଦୃଷ୍ଟିରୁ ତାଙ୍କ ପାଇଁ ଚ୍ୟାଲେଞ୍ଜ ବହୁତ। ସେ ଚ୍ୟାଲେଞ୍ଜକୁ ଅତିକ୍ରମ କରି ସେ ଯାହା କହୁଛନ୍ତି ସବୁ ଜିଲ୍ଲାରେ ପହଞ୍ଚିବେ, ସବୁ ଅଞ୍ଚଳରେ ପହଞ୍ଚିବେ, ସବୁ ବ୍ଲକକୁ ଯିବେ ଏବଂ ଆସନ୍ତା କିପରି ଭାବରେ କରୁଛନ୍ତି ତାପରେ ବହୁତ କଥା ନିର୍ଭର କରିବ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଭାବରେ ହେଇଛି, ସେ ଯେଉଁ ଆପ୍ରୋଚ୍ ନେଇଛନ୍ତି, ସେତେବେଳେ ଯେଉଁମାନେ କଂଗ୍ରେସକୁ ଛାଡ଼ି ଚାଲି ଯାଇଛନ୍ତି ଯେଉଁ ଲୋକମାନେ ଅନ୍ୟ ଦଳକୁ, ଏବଂ ଓଡ଼ିଶାରେ ବିଜେଡ଼ିର କ୍ଷମତାଚ୍ୟୁତ ହୋଇଥିବା ଦୃଷ୍ଟିରୁ ଯେଉଁମାନେ ବିଶେଷରେ ବିଜେଡ଼ିକି ଚାଲି ଯାଇଛନ୍ତି, ସେମାନଙ୍କ ଭିତରେ ଗୋଟେ ଆସୁଛି ଯେ ଆମ ପାଇଁ ଗୋଟେ ବିକଳ୍ପ ଭାବରେ କଂଗ୍ରେସ ବର୍ତ୍ତମାନ କାମ କରିପାରିବ। କାରଣ ବିଜେଡ଼ି ତ କ୍ଷମତାରେ ନାହିଁ, କ୍ଷମତାକୁ ଫେରିବ କି ନାହିଁ କେହି ଜଣା ନାହିଁ, ଅବସ୍ଥା ମଧ୍ୟ ସେତେ ଭଲ ନୁହେଁ। ତେଣୁ ସେଇ ଦୃଷ୍ଟିରୁ ମୁଁ ଭାବୁଛି ସେଇ ଗୋଷ୍ଠୀର ଲୋକମାନଙ୍କୁ ସେ କିଛି ପରିମାଣରେ ଦଳକୁ ଆଣିପାରିବେ। ସେଥିରେ ବଡ଼ ବଡ଼ ଲୋକମାନେ ଅଛନ୍ତି, ବଡ଼ ପ୍ରଭାବଶାଳୀ ଲୋକମାନେ ଅଛନ୍ତି, କିନ୍ତୁ ମୁଁ ଜାଣିନି କିଭଳି ଭାବରେ ସେ ଯୋଗାଯୋଗ କରିବେ। କିନ୍ତୁ ତାଙ୍କ ମନ ଭିତରେ ଗୋଟେ ଭାବନା ଆସିଲାଣି ଯେ କଂଗ୍ରେସ ଭକ୍ତଚରଣ ଦାସ ଏହାକୁ କେତେ ଇନିସିଏଟିଭ୍ ନେଇ ବ୍ୟକ୍ତିଗତ ଲେଭେଲରେ ଏମାନଙ୍କ ପାଖରେ ପହଞ୍ଚି ତାଙ୍କ ବିଷୟରେ ଆସ୍ଥା ସୃଷ୍ଟି କରିବେ, ତା ଉପରେ ବହୁତ କଥା ନିର୍ଭର କରିବ। କିନ୍ତୁ ବର୍ତ୍ତମାନ ପାଇଁ ମୁଁ ଏତିକି କହିବି, ଗୋଟା ପରିବେଶ ସୃଷ୍ଟି ହୋଇଛି। କାଲି ସଂକଳ୍ପ ଯାତ୍ରାରେ କେଉଁ ପରିମାଣ ଲୋକ ଆସୁଛନ୍ତି, ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଲୋକ ଆସୁଛନ୍ତି ନା ନାହିଁ, ଏବଂ ନିଷ୍ଠାର ସହିତ ପ୍ରକୃତରେ ପୁରୀ ଯିବା ଭିତରେ ତା ଭିତରେ ପୁଣି ଗୋପବନ୍ଧୁଙ୍କ ଗାଁକୁ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତ ସେଗୁଡ଼ାକ ଦେଖିଲା ପରେ ଆମେ ଅନୁଭବ କରିପାରିବା, ଜାଣିପାରିବା ଯେ ଭବିଷ୍ୟତ ରୂପରେଖ କ'ଣ ହେବ। କିନ୍ତୁ ବର୍ତ୍ତମାନ ପାଇଁ ଭକ୍ତଚରଣ ଦାସ ସଭାପତି ହେଲା ପରଠାରୁ ଯଦି ଓଡ଼ିଶାରେ କୌଣସି କାମ ବି ସେ ଆରମ୍ଭ କରିନାହାନ୍ତି, କିନ୍ତୁ ତାଙ୍କ ପାଇଁ ଗୋଟେ ପରିବେଶ ସୃଷ୍ଟି ହୋଇଛି। ଏବଂ ଦଳ ଭିତରୁ ମୁଁ କହିଲି କିଛି ଲୋକ ନିଶ୍ଚିତ ଭାବରେ ସିଏ ହେବା ପରେ ଯେଉଁ ବୁଢ଼ା ଗୋଷ୍ଠୀ ଯେ ଭାବୁଛନ୍ତି ତାଙ୍କର ଭବିଷ୍ୟତ ଆଉ ନାହିଁ ବୋଲି ଭାବୁଛନ୍ତି, ସେମାନେ ହୁଏତ ଖୁସି ନାହାନ୍ତି। କିନ୍ତୁ ସିଧାସଳଖ ଭାବରେ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ
ତାଙ୍କୁ ବିରୁଦ୍ଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ସେଇ ଦୃଷ୍ଟିରୁ ଭାବୁଛି ଇଏ ସମସ୍ତଙ୍କୁ ଚେଷ୍ଟା କଲେ ହୁଏତ ନେଇପାରିବେ, କିନ୍ତୁ ସବୁ କଥା ନିର୍ଭର କରୁଛି ତାଙ୍କର ନିଜର ଶକ୍ତି ଏବଂ ତାଙ୍କ ହାତରେ କି ରୋଡ଼ ମ୍ୟାପ୍ ଅଛି ମୁଁ ଜାଣିନି। ତାଙ୍କ ହାତରେ ଏଠି ଆସିଲା ପରେ ତାଙ୍କ ହାତରେ ଆଲୋଚନା କଲେ ପରେ ଆମେ ଜାଣିପାରିବା ତାଙ୍କ ହାତରେ କି ରୋଡ଼ ମ୍ୟାପ୍ ରହିଛି, କେଉଁଥିରେ ସବୁ ଲୋକମାନଙ୍କୁ ସେ ସାଙ୍ଗରେ ଆଣିବେ ବୋଲି ଭାବୁଛନ୍ତି। ବିଶେଷ ଭାବରେ ଯଦି ଯୁବକ ଛାତ୍ରମାନଙ୍କ ଭିତରେ କଂଗ୍ରେସର ପ୍ରଭାବ ବହୁତ କମିଯାଇଛି, ତାକୁ କେମିତି ଭାବରେ ସେ ଏଷ୍ଟାବ୍ଲିଶ୍ କରିବେ। ଏଇ ପୁରୁଣା ଲୋକମାନେ ଆସିବାର ବଡ଼ କଥା ନୁହଁ ଆଜ୍ଞା। ଅସଲ କଥା ହେଉଛି ଯୁବକମାନ ଛାତ୍ରମାନଙ୍କ ଭିତରେ କଂଗ୍ରେସ କିଛି ଆଦର ଆଣିବାରେ ତାଙ୍କ ଭୂମିକା କ'ଣ ହେବ, ସେ କିପରି ଭାବରେ ତାକୁ କରିବେ, ସେଥିପାଇଁ କି କାର୍ଯ୍ୟକ୍ରମ ସେ ରଖିଛନ୍ତି, ସେଇଟା ସିଏ ଆସିଲା ପରେ ତାଙ୍କ ରୋଡ଼ ମ୍ୟାପ୍ ଦେଖିଲା ପରେ ତାଙ୍କ କାର୍ଯ୍ୟକ୍ରମ ବିଷୟରେ ଜାଣିଲା ପରେ ଯାହା କିଛି କହିହେବ। କିନ୍ତୁ ଗୋଟା ପରିବେଶ ନିଶ୍ଚିତ ଭାବରେ ରାଜ୍ୟରେ ହେଇଛି କଂଗ୍ରେସ ପାଇଁ, ଏଇଟାକୁ ଅସ୍ୱୀକାର କରିହେବନି। चिकालिका बम्बालिका चिकी बम्बा आम धान आम खेत बा 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 कि खुशी म बोतल खुशी आनिचिलो साबी प्रति 1 केजी बिहन रे 5 मिली रे इफको नानो डीएपी तरल पकई बिहन उपचार करिवि कले धान कपा मका हो पनी परिबा गजा बाहरिबो दमदारिया चेर कांड पत्र शीघ्र बढ़िबो देखिबु अमल केमिति हबो। इफको नानो डीएपी तरल सार चासी भाई मने प्रयोग कर।